ଶ୍ରୀକୃଷ୍ଣ ଏବଂ କର୍ଣ୍ଣଙ୍କ ମଧ୍ୟରେ ହୋଇଥିବା ସଂଳାପ ମହାଭାରତର ସବୁଠାରୁ ଭାବପୂର୍ଣ୍ଣ ଏବଂ ଶିକ୍ଷଣୀୟ ଅଧ୍ୟାୟ। ବିଶେଷ କରି ଯୁଦ୍ଧ ପୂର୍ବରୁ କୃଷ୍ଣ ଯେତେବେଳେ କର୍ଣ୍ଣଙ୍କୁ ପାଣ୍ଡବ ପକ୍ଷକୁ ଆସିବା ପାଇଁ ପ୍ରଲୋଭନ ଦେଇଥିଲେ, ସେତେବେଳେ କର୍ଣ୍ଣଙ୍କ ଉତ୍ତର ସମସ୍ତଙ୍କ ହୃଦୟ ଜିତି ନେଇଥିଲା। ଶ୍ରୀକୃଷ୍ଣ କର୍ଣ୍ଣଙ୍କୁ ନିଶୂନ ସ୍ଥାନକୁ ନେଇ କହିଲେ, କର୍ଣ୍ଣ, ତୁମେ ଜଣେ ସୂତପୁତ୍ର ନୁହଁ, ବରଂ କୁନ୍ତୀଙ୍କ ଜ୍ୟେଷ୍ଠ ପୁତ୍ର। ପାଣ୍ଡବମାନେ ତୁମର ଭାଇ। ଯଦି ତୁମେ ଆଜି ପାଣ୍ଡବ ପକ୍ଷକୁ ଆସିବ, ତେବେ ତୁମେ ହେବ ଜ୍ୟେଷ୍ଠ ପାଣ୍ଡବ ଏବଂ ହସ୍ତିନାପୁରର ସମ୍ରାଟ। ଯୁଧିଷ୍ଠିର ତୁମ ପାଇଁ ଚାମର ସେବା କରିବେ, ଦ୍ରୌପଦୀ ତୁମର ପତ୍ନୀ ହେବେ ଏବଂ ସମଗ୍ର ବିଶ୍ୱ ତୁମ ଚରଣରେ ନତମସ୍ତକ ହେବ। କର୍ଣ୍ଣ ହସିଲେ ଏବଂ ଅତି ବିନମ୍ରତାର ସହ କହିଲେ, ହେ କୃଷ୍ଣ, ମୁଁ ଜାଣେ ମୁଁ କୁନ୍ତୀଙ୍କ ପୁତ୍ର, କିନ୍ତୁ ମୋର ଅତୀତକୁ ମନେ ପକାନ୍ତୁ। ଯେତେବେଳେ ମୁଁ ଜନ୍ମ ହେଲି, ମାତା କୁନ୍ତୀ ମୋତେ ନଦୀରେ ଭସାଇ ଦେଲେ। ସେତେବେଳେ ମୋର କ୍ଷତ୍ରିୟ ପରିଚୟ କେଉଁଠି ଥିଲା? ଯେତେବେଳେ ରଙ୍ଗଶାଳାରେ ଅର୍ଜୁନ ଓ କୃପାଚାର୍ଯ୍ୟ ମୋତେ ସୂତପୁତ୍ର କହି ଅପମାନିତ କଲେ, ସେତେବେଳେ ଏଇ ଦୁର୍ଯ୍ୟୋଧନ ହିଁ ମୋତେ ସମ୍ମାନ ଦେଇଥିଲା ଏବଂ ବନ୍ଧୁ ବୋଲି ସ୍ୱୀକାର କରିଥିଲା। ଆଜି ଯେତେବେଳେ ବିପଦ ସମୟ ଆସିଛି, ମୁଁ କେବଳ ରାଜ୍ୟ ପାଇଁ ମୋ ବନ୍ଧୁକୁ ଧୋକା ଦେଇପାରିବି ନାହିଁ। ଯଦି ମୁଁ ଆଜି ପାଣ୍ଡବଙ୍କ ପାଖକୁ ଯାଏ, ତେବେ ଇତିହାସ ମୋତେ ଜଣେ କୃତଘ୍ନ ବୋଲି କହିବ। କର୍ଣ୍ଣ ଶ୍ରୀକୃଷ୍ଣଙ୍କୁ କହିଲେ, କୃଷ୍ଣ, ଆପଣ ତ ସାରା ଜଗତର ନାଥ। ଆପଣ ଜାଣନ୍ତି ଯେ ଦୁର୍ଯ୍ୟୋଧନ ଅଧର୍ମ ପକ୍ଷରେ ଅଛି, କିନ୍ତୁ ଜଣେ ବନ୍ଧୁର କର୍ତ୍ତବ୍ୟ ପାଳନ କରିବା ମଧ୍ୟ ମୋ ପାଇଁ ଏକ ଧର୍ମ। ମୁଁ ଜାଣେ ଏହି ଯୁଦ୍ଧରେ ମୋର ମୃତ୍ୟୁ ନିଶ୍ଚିତ, କିନ୍ତୁ ମୁଁ ମୋର ବିଶ୍ୱସନୀୟତା ବଳିଦାନ ଦେଇପାରିବି ନାହିଁ। କର୍ଣ୍ଣ କୃଷ୍ଣଙ୍କୁ ଗୋଟିଏ ଅନୁରୋଧ କଲେ, ପ୍ରଭୁ, ମୋର ଜନ୍ମ ରହସ୍ୟ ପାଣ୍ଡବମାନଙ୍କୁ ଜଣାନ୍ତୁ ନାହିଁ। ଯଦି ଯୁଧିଷ୍ଠିର ଜାଣିବେ ଯେ ମୁଁ ତାଙ୍କର ବଡ଼ ଭାଇ, ତେବେ ସେ ରାଜ୍ୟ ଗ୍ରହଣ କରିବେ ନାହିଁ ଏବଂ ସବୁ ମୋତେ ଦେଇଦେବେ, କିନ୍ତୁ ମୁଁ ସେହି ରାଜ୍ୟ ଓ ଦୁର୍ଯ୍ୟୋଧନକୁ ଦେଇଦେବି, ଯାହା ଅଧର୍ମ ହେବ। କର୍ଣ୍ଣଙ୍କ ଜୀବନର ସବୁଠାରୁ ଭାବପୂର୍ଣ୍ଣ ମୁହୂର୍ତ୍ତ ହେଉଛି ତାଙ୍କର ମୃତ୍ୟୁଶଯ୍ୟାରେ ଦାନ। ଏହି ଘଟଣା ପ୍ରମାଣ କରେ ଯେ କାହିଁକି ତାଙ୍କୁ ଦାନବୀର କୁହାଯାଏ।